ଜଗନ୍ନାଥପୁରୀ ରେ ଏମିତି କଣ ଘଟିଥିଲା ଯେ ରାବଣ ପରି ଅହଙ୍କାରୀ ଯୋଦ୍ଧା ମଧ୍ୟ ହନୁମାନଜୀଙ୍କୁ ବାନ୍ଧି ପାରିନଥିଲେ। କିନ୍ତୁ ପୁରୀରେ ହନୁମାନଜୀ ଆଜି ମଧ୍ୟ ସୁନାର ଶୃଙ୍ଖଳାରେ ବନ୍ଧା ଅଛନ୍ତି। କୁହାଯାଏ ଯେ ଯେତେବେଳେ ଭଗବାନ ଜଗନ୍ନାଥ ପୁରୀରେ ବିରାଜମାନ ହେଲେ ସେତେବେଳେ ସମୁଦ୍ର ଦେବ ପ୍ରତିଦିନ ତାଙ୍କ ଚରଣ ସ୍ପର୍ଶ କରିବାକୁ ଆସୁଥିଲେ। ଆରମ୍ଭରେ ସବୁକିଛି ଠିକ୍ ଥିଲା, କିନ୍ତୁ ଧୀରେ ଧୀରେ ସମୁଦ୍ରର ଅହଙ୍କାର ବଢ଼ିଗଲା। ଏକଦିନ ସମୁଦ୍ର ଏତେ ଉତ୍ତାଳ ହେଲା ଯେ ସେ ପୁରା ପୁରୀ ନଗରୀକୁ ଡୁବାଇ ଦେଲା। ଏହି ବିନାଶ ବାରମ୍ବାର ହେବାକୁ ଲାଗିଲା ଏବଂ ଲୋକମାନେ ଭୟଭୀତ ହୋଇପଡ଼ିଲେ। ତେବେ ଭଗବାନ ଜଗନ୍ନାଥ ନିଜ ପ୍ରିୟ ଭକ୍ତ ହନୁମାନଜୀଙ୍କୁ ସମୁଦ୍ର ତଟରେ ପାହାରାଦାର ଭାବେ ଖଡ଼ା କରିଦେଲେ। ହନୁମାନଜୀ ସେଠାରେ ରହିବା ମାତ୍ରେ ସମୁଦ୍ରର ଲହରୀ ଶାନ୍ତ ହୋଇଗଲା। ସମୁଦ୍ର ଦେବ ମଧ୍ୟ ବଚନ ଦେଲେ ଯେ ଯେପର୍ଯ୍ୟନ୍ତ ହନୁମାନ ଏଠାରେ ରହିବେ ସେ ପର୍ଯ୍ୟନ୍ତ ସେ ଶାନ୍ତ ରହିବେ। କିନ୍ତୁ ଏକଦିନ ପୁରୀରେ ରାମ ଭଜନର ଧ୍ୱନି ଗୁଞ୍ଜି ଉଠିଲା।